ଶ୍ରୀରାମ ଲାଲାଙ୍କ ଭବ୍ୟ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଅବସରରେ ରାୟଗଡ଼ା ସହରରେ ଦେଖିବାକୁ ମିଳିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ବିଶାଳ ଶୋଭାଯାତ୍ରା। ରାୟଗଡ଼ା ବହୁ ପ୍ରତୀକ୍ଷିତ ଶ୍ରୀରାମ ଲାଲାଙ୍କ ମନ୍ଦିର ଏବଂ ପ୍ରାଣ ପ୍ରତିଷ୍ଠା ଅବସରରେ ଜୟପୁର ଗ୍ରାମାଞ୍ଚଳ ସମେତ ସାରା ସହରରେ ଉତ୍ସବ ମୁଖର ହୋଇ ରହିଥିଲା। ଆବାଳ ବୃଦ୍ଧ ବନିତାଙ୍କ ମୁଖରେ କେବଳ ଜୟ ଶ୍ରୀରାମ ଜୟ ଜୟ ଶ୍ରୀରାମ ନାରା ହିଁ ଗୁଞ୍ଜରିତ ହୋଇ ଉଠିଥିଲା। ବିଗତ 3 ଦିନ ଧରି ଶ୍ରୀରାମ ଭକ୍ତମାନେ ନଗର ସଂକୀର୍ତ୍ତନ କରି ପରିବେଶଟିକୁ ଆଧ୍ୟାତ୍ମିକ ମୁଖା କରିଥିଲେ। ରାୟଗଡ଼ା ହିନ୍ଦୁ ସମାଜ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ଶୋଭାଯାତ୍ରାରେ 50,000ରୁ ଉର୍ଦ୍ଧ୍ୱ ସନାତନୀ ଉପସ୍ଥିତ ରହିଥିଲେ। ଏହି ଅବସରରେ 1990 ଏବଂ 1992 ମସିହାରେ ଅଯୋଧ୍ୟା ଯାଇଥିବା କର ସେବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହରର ସମସ୍ତ ମଠ, ମନ୍ଦିର, ଘର ଅଗଣା ଅନୁଷ୍ଠାନ ଗୁଡ଼ିକରେ ଶ୍ରୀରାମଙ୍କର ଧ୍ୱଜ ଲାଗିବା ସହ ଝୁଟି, ଚିତା ଏବଂ ଦୀପ ପ୍ରଜ୍ୱଳିତ କରାଯିବା ସଙ୍ଗେ ସଙ୍ଗେ ସମସ୍ତ ଗଳିକନ୍ଦିରେ ଅନୁଷ୍ଠାନ ଗୁଡ଼ିକରେ ଶୀତଳ ପାନୀୟ ଜଳର ବ୍ୟବସ୍ଥା ଏବଂ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସାଧାରଣରେ ମତ ନେବାରେ ଦେଶରେ ଶ୍ରୀରାମ ରାଜ୍ୟ ପ୍ରତିଷ୍ଠା ହେବାର ମୂଳଦୁଆ ପଡ଼ିଲା ବୋଲି ପ୍ରକାଶ କରିଥିଲେ ସାଧାରଣ ଲୋକେ। ଏହି ଅବସରରେ ସମସ୍ତ ରାଜନୈତିକ ଦଳର ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। ଗୁଟାରୀ ବ୍ଲକର ପେଣ୍ଡିଲି ପଞ୍ଚାୟତର ଗୌଡ଼ ଢେପାଗୁଡ଼ା ଗ୍ରାମରେ ଯେଉଁମାନେ ଉପସ୍ଥିତ ଥିଲେ ଏହି ମୁଖ୍ୟ ଅତିଥି ମାନେ ହେଲେ ଚିନା ସାହୁକାର, ଚିନାରୀ, ସନ୍ତୋଷ, ଟୁଲୁ ଗୌଡ଼, ଶନ୍ତନୁ, ପ୍ରମୋଦ, ଜଗା ପୂଜାରୀ, ସୁନୀଲ କୁମାର ଗୌଡ଼, ଅନ୍ୟାନ୍ୟ ଅତିଥି ବୃନ୍ଦ ଏବଂ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଗୁଟାରୀ ବ୍ଲକ ପ୍ରତିନିଧି ବ୍ରଜବିହାରୀଙ୍କ ରିପୋର୍ଟ, ବ୍ରାହ୍ମ ମୁହୂର୍ତ୍ତ ଲାଇଭ।